ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ତରଫରୁ ପୋଷ୍ଟ ରିକ୍ରୁଟମେଣ୍ଟ ବାହାରି ଅଛି, ଯାହା ହେଲା ଆପଣଙ୍କର ଜୁନିୟର ଷ୍ଟେନୋଗ୍ରାଫର। ମୁଁ ଆପଣଙ୍କୁ ନୋଟିଫିକେସନ ଦେଖିଦେଉଛି, ଦେଖନ୍ତୁ ଏଠି ଆପଣଙ୍କୁ ଦେଖ CSIR ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ ଆଣ୍ଡ ମେଟେରିଆଲ୍ସ ଟେକ୍ନୋଲୋଜି ତରଫରୁ ଜାରି କରାଯାଇଛି ନୋଟିଫିକେସନ, ଯାହା ଆପଣଙ୍କର ଆପ୍ଲିକେସନ ଷ୍ଟାର୍ଟ ହୋଇସାରିଛି। ଅନଲାଇନ ଆପ୍ଲିକେସନ ଷ୍ଟାର୍ଟ ହୋଇସାରିଛି 12 ଡିସେମ୍ବର 2024 ଷ୍ଟାର୍ଟ ହୋଇସାରିଛି ଏବଂ ତାର ଏଣ୍ଡ ଡେଟ୍ ହେଲା ଆପଣଙ୍କର 10/1/2025। ଆପଣଙ୍କ ଜାନୁଆରୀ 10 ଯାଏଁ ଆପଣଙ୍କର ଆପ୍ଲିକେସନଟି ଅଛି। ଆପଣ ସେଇ ଭିତରେ ଚାହିଁଲେ ଆପଣ ଆବେଦନ କରିପାରିବେ। ଆଉ ଆପଣଙ୍କୁ ଦେଖେଇ ଦେଉଛି ଆଉ ଫୁଲ୍ ଡିଟେଲ୍ସ ଜଣେଇ ଦେଉଛି କେଉଁମାନେ ଆବେଦନ କରିବେ, କ'ଣ ଡିଟେଲ୍ସ ଫୁଲ୍ ଭିଡ଼ିଓଟି ଦେଖନ୍ତୁ, ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯେଉଁ ଚ୍ୟାନେଲକୁ ଯଦି ନୂଆ ଆସୁଛନ୍ତି ତାହେଲେ ଲାଇକ୍ ଆଣ୍ଡ ସେୟାର କରନ୍ତୁ ଆଣ୍ଡ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଥିବ ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଆଉ ଆପଣ ଦେଖେଇ ଦେଉଛି ଦେଖନ୍ତୁ ଆପଣଙ୍କର ଜୁନିୟର ଷ୍ଟେନୋଗ୍ରାଫର ପୋଷ୍ଟ ବାହାରି ଅଛି ଏବଂ ଦୁଇ ଗୋଟି ପୋଷ୍ଟ ବାହାରି ଅଛି ଏବଂ ଯେଉଁମାନଙ୍କର 18 ରୁ 27 ବର୍ଷ ସେଇମାନେ ହିଁ ଆବେଦନ କରିପାରିବେ। ଆଉ ହେଲା ଆପଣଙ୍କ ଯାହାର ରିଲାକ୍ସେସନ ଥିବ ସିଏ ଏକ୍ସଟ୍ରା, ଯାହାର 5 ବର୍ଷ ରିଲାକ୍ସେସନ ଯିବ, SC ST ଯାହାର ଥିବ ରିଲାକ୍ସେସନ ସେ ରିଲାକ୍ସେସନ ପକେଇ ପାରିବ। 2 କୋଟି ପୋଷ୍ଟ ବାହାରିଛି। ଆପଣଙ୍କର ସାଲେରୀ କେତେ ଆପଣଙ୍କୁ ପର ମନ୍ଥ ଆପଣଙ୍କୁ ଦେଖିଦେବି, ଦେଖ ସାଲେରୀ ଆପଣଙ୍କର ପେ ଲେଭେଲ 4 ରେ ଆପଣଙ୍କର ଆପଣ ଦେଖନ୍ତୁ 25,500 ରୁ ଷ୍ଟାର୍ଟ ହୋଇକି ଆପଣ 81,000 ପର୍ଯ୍ୟନ୍ତ ଯାଉଛି। ଆପଣ ଏଇ ଭିତରେ ଆପଣ ଦରମା ମିଳିବ। ଆଉ ଏଜୁକେସନ କ୍ୱାଲିଫିକେସନ କ'ଣ ମୁଁ ଆପଣଙ୍କୁ ଦେଖିଦେଉଛି। ଏଜୁକେସନ କ୍ୱାଲିଫିକେସନ ଆପଣ ଯଦି 10th +2 ଆପଣ ପଢିଛନ୍ତି ତାହା ନେଇକି ଆପଣ ଆବେଦନ କରିପାରିବେ। ଦେଖନ୍ତୁ ଏଜୁକେସନ କ୍ୱାଲିଫିକେସନ ଆପଣ ଦେଖିଦେଉଛି ଏଇଠି 10th +2 ଆପଣଙ୍କର ଯଦି ପଢିଥିବେ ତାହେଲେ ହିଁ ଆବେଦନ କରିପାରିବେ। ଯଦି ଆପଣ ଖାଲି 10th ପର୍ଯ୍ୟନ୍ତ ଆବେଦନ କରିପାରିବେ ନାହିଁ, +2 ବି ପଢ଼ିଥିବା ଦରକାର। +2 ପଢ଼ିଲେ ହିଁ ଆବେଦନ କରିପାରିବେ। ଆଉ ଏକ୍ସଟ୍ରା ଆପଣଙ୍କ କ୍ୱାଲିଫିକେସନ କ'ଣ ଆପଣ ଦେଖିଦେଉଛି, ଆପଣଙ୍କୁ MS Word ଆଉ ପାୱାର ପଏଣ୍ଟ, ଆପଣଙ୍କର ଏକ୍ସେଲ ଏଇସବୁ କାମ ଜାଣିଥିବା ଦରକାର, କମ୍ପ୍ୟୁଟର ନଲେଜ ଥିବା ଦରକାର, ନହେଲେ ଆପଣ ଆବେଦନ କରିପାରିବେ ନାହିଁ। ଆବେଦନ କରିପାରିବେ କିନ୍ତୁ କାମ ଯଦି ସ୍କିଲ୍ ଟେଷ୍ଟ କଟି ଯାଇପାରନ୍ତି, ବୁଝିଲ। ଆଉ ଆପଣ କେତେ ଟଙ୍କା ପେମେଣ୍ଟ ଲାଗିବ ମୁଁ ଆପଣ ଦେଖିଦେଉଛି। ପେମେଣ୍ଟ ଆପଣଙ୍କର ଲାଗିବ ଜେନେରାଲ ଆଉ OBC SC ପିଲାଙ୍କର 500 ଟଙ୍କା। ଦେଖନ୍ତୁ ନନ୍ ରିଫଣ୍ଡେବଲ ଆପ୍ଲିକେସନ ଫି ଆପଣଙ୍କର 500 ଟଙ୍କା ଯାହା ଆପଣଙ୍କର ହେଲା। ଆଉ ଏହାକୁ କିପରି ପେମେଣ୍ଟ କରିବା ଦେଖନ୍ତୁ, ଏହା ହେଲା ଆପଣଙ୍କର SBI କଲେକ୍ଟ ତରଫରୁ ଆପଣ ପେମେଣ୍ଟଟି କରିବେ ଏବଂ SC ST ପିଲାଙ୍କର ପେମେଣ୍ଟ ନାହିଁ, ତାଙ୍କର କୌଣସି ପେମେଣ୍ଟ ନାହିଁ, ଜିରୋ ପେମେଣ୍ଟ ଫି ତାଙ୍କର। SC ST ପିଲାଙ୍କ ଡିଜାବିଲିଟି ତାଙ୍କର ଜିରୋ ପେମେଣ୍ଟ ଫି, ତାଙ୍କର କୌଣସି ଫି ଦରକାର ନାହିଁ, ତାଙ୍କର ସେ ଜିରୋ କଷ୍ଟରେ ସେ ଆବେଦନ କରିବେ। ଆଉ ଏଜ୍ ଲିମିଟ୍ ଆପଣ ଦେଖ ଏଜ୍ ଲିମିଟ୍ ଆପଣ ଦେଖ 18 ରୁ 27 ବର୍ଷ। ଆଉ ଗୋଟେ କଥା ଆପଣଙ୍କର 11/1/98 ପୂର୍ବରୁ ଯଦି ଜନ୍ମ ନ ହେଇଥିବେ, ତା ପରେ ଜନ୍ମ ହେଇଥିବେ, ବୁଝିଲେ। ଆଉ 1998 ପୂର୍ବରୁ ନୁହେଁ, ପରେ ଜନ୍ମ ହେଇଥିବେ ତାହା ନେଇକି ଆବେଦନ କରିପାରିବେ, ବୁଝିଲେ। ଆଉ ମ୍ୟାକ୍ସିମମ୍ ଆପଣଙ୍କୁ 2007, ବୁଝିଲ। 1998 2007 ଭିତରେ ଆପଣ ହେଇଥିବା ଦରକାର। ଆଉ ଆପଣଙ୍କ ଏଜ୍ ରିଲାକ୍ସେସନ ତ ଅଲଗା ଅଛି, ଆପଣ ଦେଖିଦେଉଛି ଆପଣଙ୍କର ଦେଖେ ଅପର ଏଜ୍ ଲିମିଟ୍ ଆପଣ ରିଲାକ୍ସେସନ 5 years SC ST ଆଣ୍ଡ OBC ଆପଣଙ୍କ ଏଜ୍ ପର ଗଭର୍ଣ୍ଣମେଣ୍ଟ ଆପଣ ରୁଲ୍ ଅଛି। ଆପଣ ଯାହାର ରିଲାକ୍ସେସନ ଥିବ 5 ବର୍ଷ ଏଜ୍ ଦରକାର। ଆଉ ଡକୁମେଣ୍ଟ କ'ଣ ଦରକାର ଆପଣ ଦେଖିଦେଉଛି। ଡକୁମେଣ୍ଟ ଆପଣଙ୍କୁ କ'ଣ ଦରକାର ଦେଖିଦେଉଛି, ଦେଖ ଡକୁମେଣ୍ଟ ଆପଣ ଦରକାର ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ଦରକାର, ଯେମିତି ଆପଣଙ୍କ ବାର୍ଥ ସାର୍ଟିଫିକେଟ୍, 10th କ୍ଲାସ୍ ସାର୍ଟିଫିକେଟ୍ ଆପଣ ମେଣ୍ଡେଟରୀ ଏଇଟା ନିହାତି ଦରକାର। ଆପଣଙ୍କର 10th କ୍ଲାସ୍ ସାର୍ଟିଫିକେଟ୍, +2 ସାର୍ଟିଫିକେଟ୍ ଏବଂ ଆପଣଙ୍କର ପାନ୍ କାର୍ଡ଼, ଆଧାର କାର୍ଡ଼, ଯାହା ଆଇଡେଣ୍ଟି ପ୍ରୁଫ୍ ଥିବ ସେ ତାକୁ ଗୋଟେ ଦେବେ ଏବଂ ଆମ ପେମେଣ୍ଟ ଫି ରିସିପ୍ଟ ଆପଣ ଦେବେ। ଆପଣ ଯଦି ଡିଜାବିଲିଟି ସାର୍ଟିଫିକେଟ୍ ଦେବେ, ଯଦି ଏକ୍ସପିରିଏନ୍ସ ଅଛି ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ଦେବେ, ଯଦି ଆପଣ କାଷ୍ଟ ସାର୍ଟିଫିକେଟ୍ ଅଛି କାଷ୍ଟ ସାର୍ଟିଫିକେଟ୍ ପ୍ରୋଭାଇଡ଼ କରିବେ। ଏମିତି ଫଟୋ, ସିଗ୍ନେଚର, ଏଇ ଜିନିଷ ଆପଣଙ୍କୁ ଏତିକି ଜିନିଷ ଦରକାର। ଏତିକି ଜିନିଷରେ ଆପଣ ଆବେଦନ କରିପାରିବେ। ଆଉ ଆପଣଙ୍କୁ ଆଉ କିଛି ଦରକାର ପଡ଼ିବ ନାହିଁ। ଆଉ ଗୋଟେ କଥା ଆପଣଙ୍କୁ ଏଇଠି ଆପଣ ଦେଖିଦେଉଛି, ଦେଖ ଆପଣଙ୍କ ସ୍କିମ୍ କମ୍ପ୍ଲିଟ୍ ଆପଣ ସିଲାବସ୍ଟି ଆପଣ ଦେଖିଦେଉଛି। ଷ୍ଟେନୋଗ୍ରାଫର ସିଲାବସ୍ଟି ଆପଣଙ୍କୁ ମୁଁ ଦେଖିଦେଉଛି। ସିଲାବସ୍ ଆପଣଙ୍କ କେମିତି ପରୀକ୍ଷା ହେବ, କି ମୁଡ୍ ଏକ୍ଜାମିନେସନ୍ କ'ଣ ଏକ୍ଜାମିନେସନ୍ ଆପଣ ଅନଲାଇନ୍ ହେବ ଏବଂ ଅନଲାଇନ୍ ଆପଣ ଏକ୍ଜାମ୍ ମଲ୍ଟିପଲ୍ ଚଏସ୍ ଏକ୍ଜାମ୍ ହେବ, ବୁଝିଲ। ଆପଣ ତାପରେ କ୍ୱେଶ୍ଚନ୍ ଆପଣଙ୍କର ସେଇ ଇଂଲିଶ, ହିନ୍ଦୀ ପେପର ଲାଙ୍ଗୁଏଜରେ ଆପଣଙ୍କ କ୍ୱେଶ୍ଚନ୍ଟି ଆସିବ ଏବଂ ଷ୍ଟାଣ୍ଡାର୍ଡ ଏକ୍ଜାମିନେସନ୍ ଆପଣଙ୍କର 10ମ +2 ଆପଣଙ୍କୁ 10ମରୁ +2 ଭିତରେ ସେଇ ଲେଭେଲ ଆପଣ ଏକ୍ଜାମ୍ ହେବ। ଆଉ କ୍ୱେଶ୍ଚନ୍ ଆପଣଙ୍କୁ 200ଟି କ୍ୱେଶ୍ଚନ୍ ଆସିବ ଏବଂ ଆପଣଙ୍କୁ 2 ଘଣ୍ଟା 40 ମିନିଟ୍ର ଆପଣଙ୍କୁ ଏକ୍ଜାମ୍ ଦିଆଯିବ, ବୁଝିଲ। ଏତିକି ଭିତରେ ହେଇପାରିବ। ଆଉ ଆପଣଙ୍କୁ ଏଠି ଦେଖିଦେଉଛି କେତେ ମାର୍କ ଆସିବ, କି ଏଥିରୁ ସବୁ ଆସିବ, ଆପଣଙ୍କର ସବଜେକ୍ଟରୁ କେତେ ମାର୍କ ଦିଆଯିବ। ଆପଣ ଜେନେରାଲ ଇଣ୍ଟେଲିଜେନ୍ସ ଆଉ ରିଜନିଂରୁ ଆପଣଙ୍କର ଆସିବ 50ଟାରୁ 50 ମାର୍କ ଆପଣଙ୍କର ଆସିବ
आपको 50 मार्क आउ गोटे आप नेगेटिव मार्क अच्छी जदि आप किसी भूल कर गोटे भूल अनुसार तो 0.25 आपंकर नेगेटिव मार्क हम आ जनरल अवेयरनेस आप 50 मार्क क्वेश्चन आसो तापर आपंकर आइला इंग्लिश लैंग्वेज आप इंग्लिश लैंग्वेज आपंकर आसीगला 100 मार्क आपंकर 200 मार्क क्वेश्चन होगा आपंकर तापर आपंकर आइला देखो ये स्किल टेस्ट आप जो कंप्यूटर स्किल टेस्ट हम से देखो स्किल टेस्ट आपंकर इंग्लिश हिंदी दुईटा मिश्र हम आपंकर और टाइम आपंकर देख इंग्लिश 50 हिंदी 65 आपंकर ये हम एवं आपको केते समय भितर क्लीयर करा पड़े देख आप इंग्लिश 70 भितर करार अच्छे और हिंदी भी 90 भितर करार अच्छे बुझल ता भितर ही सिलेक्शन हो पार ना आप सिलेक्शन हो पार ना आपन किपरि जानबे आपन नोटिफिकेशन केटी अच्छी आपन किपरि आवेदन करेंगे आपन ब्राउजर आप सर्च करेंगे www.immet.res.in सर्च कलापर आप आसजे सीएसआईआर इंस्टीट्यूट ऑफ मिनरल एंड मटेरियल आप आसीजे आइला पर तलू स्क्रोल कर आसी देखिए तलू को स्क्रोल कर आसला पर ये जो अनाउंसमेंट अच्छी आपको से स्क्रोल कर आसला पर ये आपको आसजे देखी दूसरी आपको ये आप देखो ये देख रिक्रुटमेंट फॉर द पोस्ट ऑफ जूनियर स्टेनोग्राफर वाइड एडवर्टाइजमेंट आप क्लिक करिए क्लिक कलापर आप जॉब ये आसीगला आपंकर आप रिक्रुटमेंट फॉर परमानेंट पोजिशन आसी गोटे आपड़ से क्लिक करार अच्छे क्लिक कलापर आप देख तलू आस देख आप आसिया देख जूनियर स्टेनोग्राफर आपको आसीगला ये आप आसीगला आवेदन करने आप केते दरमा किस सब ये आप जानीपर आप सिंपली ये एप्लाय नाउ पर क्लिक करेंगे बुझे आप जो एप्लाय नाउ पर क्लिक करेंगे क्लिक कलापर आपंकर आपन एप्लिकेशन भितर को आप प्रवेश करेंगे आप रेजिस्ट्रेशन कर आवेदन करेंगे मुझे देखी दूसरी ये एप्लाय उपर क्लिक करेंगे ये एप्लाय उपर ये देखो आप रेजिस्टर प्रथम आप रेजिस्टर करवा अच्छे आपंकर ना ठिकाना आपंकर ईमेल आईडी मोबाइल नंबर देकी आप रेजिस्टर करा आवेदन करेंगे बुझे।